ପୁରୀର ଜଗନ୍ନାଥ ମନ୍ଦିରର ରହସ୍ୟ ବିଷୟରେ ଜାଣନ୍ତୁ। ଓଡ଼ିଶାର ପୁରୀରେ ଅବସ୍ଥିତ ଜଗନ୍ନାଥ ମନ୍ଦିର କେବଳ ଏକ ବିଶାଳ ଧାର୍ମିକ କେନ୍ଦ୍ର ନୁହେଁ, ବରଂ ରହସ୍ୟ ଏବଂ ଆଲୌକିକତାର ଏକ ଆଶ୍ଚର୍ଯ୍ୟଜନକ ସଙ୍ଗମ। ଏହି ମନ୍ଦିର ପ୍ରଭୁ ଜଗନ୍ନାଥ, ତାଙ୍କ ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ପ୍ରତି ଉତ୍ସର୍ଗୀକୃତ। ସ୍କନ୍ଦ ପୁରାଣ, ବ୍ରହ୍ମ ପୁରାଣ ଏବଂ ପଦ୍ମ ପୁରାଣରେ ଉଲ୍ଲେଖ ଅଛି ଯେ ଏହି ସ୍ଥାନ ନୀଳାଚଳ ନାମରେ ଜଣାଶୁଣା ଥିଲା ଏବଂ ସ୍ୱୟଂ ବିଷ୍ଣୁ ଏଠାରେ ବାସ କରନ୍ତି। କାହାଣୀ ଅନୁସାରେ ଦ୍ୱାପର ଯୁଗରେ ଯେତେବେଳେ ଶ୍ରୀକୃଷ୍ଣ ତାଙ୍କ ଶରୀର ତ୍ୟାଗ କରିଥିଲେ, ତାଙ୍କ ମର୍ତ୍ତ୍ୟ ଶରୀର ସମୁଦ୍ରର ଲହରୀ ଦ୍ୱାରା ଦ୍ୱାରକାରୁ ନୀଳାଚଳ ଉପରକୁ ବହନ କରାଯାଇଥିଲା। ତାପରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଭଗବାନ ସ୍ୱପ୍ନରେ ତାଙ୍କର ଅସ୍ଥିକୁ ଏକ ବିଶେଷ ରୂପରେ ପ୍ରତିଷ୍ଠା କରିବାକୁ ଆଦେଶ ଦେଇଥିଲେ। କୁହାଯାଏ ଯେ ପ୍ରଭୁ ନିଜେ ବିଶ୍ୱକର୍ମାଙ୍କ ମୂର୍ତ୍ତି ତିଆରି କରିବା ପାଇଁ ଜଣେ ବଢ଼େଇଙ୍କ ବେଶରେ ପଠାଇଥିଲେ, କିନ୍ତୁ ଏକ ସର୍ତ୍ତ ସହିତ, ମୂର୍ତ୍ତିଗୁଡ଼ିକ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ କେହି ଦ୍ୱାର ଖୋଲିବେ ନାହିଁ। ଯେତେବେଳେ ରାଣୀ ଅଧୈର୍ଯ୍ୟ ହୋଇଗଲେ, ଦ୍ୱାର ଖୋଲାଗଲା ଏବଂ ମୂର୍ତ୍ତିଗୁଡ଼ିକ ଅସମ୍ପୂର୍ଣ୍ଣ ରହିଗଲା। ଏହି ଅସମ୍ପୂର୍ଣ୍ଣ ମୂର୍ତ୍ତିଗୁଡ଼ିକୁ ଆମେ ଆଜି ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରା ଭାବରେ ଅପୂର୍ଣ୍ଣ ହାତ ଏବଂ ପାଦ ସହିତ ପୂଜା କରୁଛୁ। ମନ୍ଦିରର ସବୁଠାରୁ ବଡ଼ ରହସ୍ୟ ହେଉଛି ଏହାର ନବକଳେବର ଉତ୍ସବ, ଯାହା ପ୍ରତି 12 ବର୍ଷରୁ 19 ବର୍ଷ ମଧ୍ୟରେ ଥରେ ଅନୁଷ୍ଠିତ ହୁଏ, ଯେତେବେଳେ ପୁରୁଣା ମୂର୍ତ୍ତିଗୁଡ଼ିକୁ ବଦଳାଇ ନୂତନ ମୂର୍ତ୍ତି ସ୍ଥାପନ କରାଯାଏ। ଏହି ସମୟରେ ପ୍ରଭୁଙ୍କ ବ୍ରହ୍ମା ଏବଂ ଏକ ଅଦୃଶ୍ୟ ଦିବ୍ୟ ଶକ୍ତି ଏକ ଗୁପ୍ତ ରୀତିନୀତିରେ ଗୋଟିଏ ମୂର୍ତ୍ତିରୁ ଅନ୍ୟ ମୂର୍ତ୍ତିକୁ ସ୍ଥାନାନ୍ତରିତ ହୁଏ। ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ଅନ୍ଧକାରରେ ଏବଂ କୃତ୍ରିମ ଆଲୋକ ବିନା କେବଳ କିଛି ବିଶେଷ ପୁରୋହିତଙ୍କ ଦ୍ୱାରା କରାଯାଏ ଏବଂ କୁହାଯାଏ ଯେ ଯିଏ ଏହାକୁ ଦେଖିବାକୁ ଚେଷ୍ଟା କରେ ସେ ମୃତ୍ୟୁବରଣ କରେ। ଜଗନ୍ନାଥ ମନ୍ଦିରର ଦୈନନ୍ଦିନ ଚମତ୍କାର ମଧ୍ୟ ଅନନ୍ୟ। ଏଠାରେ ମହାପ୍ରସାଦ କେବଳ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କୁ ସେବା କରାଯାଏ ନାହିଁ, କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ଏହା କେବେ ବି କମ୍ ହୁଏ ନାହିଁ। ପ୍ରସାଦ ରାନ୍ଧିବା ପାଇଁ ଗୋଟିଏ ଉପରେ 7ଟି ପାତ୍ର ରଖାଯାଏ, କିନ୍ତୁ ଉପର ପାତ୍ରରେ ଥିବା ଖାଦ୍ୟ ପ୍ରଥମେ ରନ୍ଧା ହୁଏ। ଏହି ନିୟମ ବିଜ୍ଞାନର ବାହାରେ। ମନ୍ଦିରର ପତାକା ମଧ୍ୟ ରହସ୍ୟମୟ। ଏହା ପବନର ଦିଗର ବିପରୀତ ଦିଗରେ ଉଡ଼େ। ମନ୍ଦିରର ଉପର ଭାଗରେ ଥିବା ସୁଦର୍ଶନ ଚକ୍ର ସର୍ବଦା ଆପଣଙ୍କ ମୁହଁରେ ଥିବା ପରି ଦେଖାଯାଏ, ଯେକୌଣସି ଦିଗକୁ ଆପଣ ଚାହିଁଲେ। ଆଉ ଏକ ରହସ୍ୟ ହେଉଛି ସମୁଦ୍ର ପବନ ଏବଂ ତରଙ୍ଗ। ସାଧାରଣତଃ ବେଳାଭୂମିରେ ଦିନବେଳେ ସମୁଦ୍ରରୁ ସ୍ଥଳ ଆଡ଼କୁ ଏବଂ ସନ୍ଧ୍ୟାରେ ସ୍ଥଳ ଆଡ଼କୁ ପବନ ବହିଥାଏ, କିନ୍ତୁ ପୁରୀରେ ଏହି କ୍ରମ ଓଲଟା ହୋଇଥାଏ। ଏହା ସହିତ ଯେତେବେଳେ ଆପଣ ମୁଖ୍ୟ ଦ୍ୱାର ଦେଇ ମନ୍ଦିରରେ ପ୍ରବେଶ କରନ୍ତି, ସମୁଦ୍ରର ଗର୍ଜନ ହଠାତ୍ କମିଯାଏ। ଯେତେବେଳେ ଆପଣ ବାହାରକୁ ପାଦ ଦେବା ମାତ୍ରେ ଏହାର ଶବ୍ଦ ପୁଣି ଶୁଣାଯାଏ। ମନ୍ଦିରର ଇତିହାସ ଏହାର ଆଶ୍ଚର୍ଯ୍ୟ ପରି ଆକର୍ଷଣୀୟ। ଏହାକୁ ଅନେକ ଥର ଆକ୍ରମଣକାରୀମାନଙ୍କ ଠାରୁ ରକ୍ଷା କରାଯାଇଥିଲା ଏବଂ ମୂର୍ତ୍ତିଗୁଡ଼ିକ ଜଙ୍ଗଲ ଏବଂ ଗୁପ୍ତ ସ୍ଥାନରେ ଲୁଚି ରହିଥିଲେ। ଏହା ବିଶ୍ୱାସ କରାଯାଏ ଯେ ଭଗବାନ ଜଗନ୍ନାଥଙ୍କ ନିଜେ ତାଙ୍କ ଭକ୍ତମାନଙ୍କୁ ଅସୁବିଧା ସମୟରେ ରକ୍ଷା କରିବା ପାଇଁ ମନ୍ଦିର ଛାଡ଼ିଯାଆନ୍ତି ଏବଂ ଏହି କାରଣରୁ ପ୍ରତିବର୍ଷ ସେ ରଥଯାତ୍ରା ସମୟରେ ସହର ପରିକ୍ରମା କରିବାକୁ ବାହାରନ୍ତି। ରଥଯାତ୍ରା ଦୃଶ୍ୟ ବିଶ୍ୱ ପ୍ରସିଦ୍ଧ। 3 ଭାଇ ଭଉଣୀ ସେମାନଙ୍କର ବିଶାଳ ରଥରେ ଚଢ଼ି ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି, ଯେଉଁଠାରେ ସେମାନେ 9 ଦିନ ପାଇଁ ରୁହନ୍ତି। ଜଗନ୍ନାଥ ମନ୍ଦିରର ରହସ୍ୟ ଏତେ ଗଭୀର ଯେ ଆଜି ମଧ୍ୟ ବିଜ୍ଞାନ ସେଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ବୁଝିପାରି ନାହିଁ। ଏଠାରେ ଭକ୍ତି, ଚମତ୍କାର ଏବଂ ଗୁପ୍ତତନ୍ତ୍ରର ଏପରି ମିଶ୍ରଣ ଅଛି ଯେ ଏହାକୁ କେବଳ ଏକ ମନ୍ଦିର ନୁହେଁ, ବରଂ ଏକ ଜୀବନ୍ତ ରହସ୍ୟ କରିଥାଏ। କୁହାଯାଏ ଯେ ଯିଏ ଭକ୍ତିର ସହିତ ଜଗନ୍ନାଥଙ୍କୁ ଦର୍ଶନ କରନ୍ତି, ସେ କେବେ ବି ଜୀବନର ଅଭାବର ସମ୍ମୁଖୀନ ହୁଅନ୍ତି ନାହିଁ ଏବଂ ମୃତ୍ୟୁ ସମୟରେ ପ୍ରଭୁ ସ୍ୱୟଂ ତାଙ୍କୁ ମୋକ୍ଷ ପ୍ରଦାନ କରନ୍ତି। ଯଦି ଆପଣମାନଙ୍କୁ ଆଜି ଭଲ ଲାଗିଥାଏ, ତାହେଲେ କମେଣ୍ଟରେ ଜୟ ଜଗନ୍ନାଥ ନିଶ୍ଚୟ ଲେଖନ୍ତୁ।